ପିଲାମାନେ ମୁଁ ତୁମ ସମସ୍ତଙ୍କୁ ପିକେ କ୍ଲାସେସ୍କୁ ସ୍ୱାଗତ କରୁଛି। ଆଜି ମୁଁ ତୁମ ପାଇଁ ଗୋଟିଏ ନୂଆ ଗପ ନେଇକରି ଆସିଛି। ଆଜି ସୁନ୍ଦର ଗପଟିଏ ତୁମକୁ କହିବି। ଗପଟିର ନାଁ ହେଉଛି ସିଂହ ପାଳିତ ଶୃଗାଳ ଶିଶୁ। ସିଂହ ପାଳିତ ଶୃଗାଳ ଶିଶୁ। ଗୋଟିଏ ବଣରେ ରହୁଥିଲେ ସିଂହ ଦମ୍ପତିଟିଏ। ସିଂହ ଦୁଇଟି ଶାବକ ପ୍ରସବ କରିଥାଏ। ସିଂହ ବଣରେ ବୁଲି ସବୁଦିନେ କିଛି ଶିକାର ନେଇ ଆସେ ଓ ତାକୁ ଦିଏ। ଦିନେ ସିଂହ କୌଣସି ଜୀବ ନ ପାଇ ଘରକୁ ଫେରୁଛି। ବାଟରେ ଗୋଟିଏ ଶିଆଳ ଛୁଆ ଦେଖିଲା। ସେ ତାକୁ ନ ମାରି ପାଟିରେ ଧୀର ଭାବରେ ଧରି ଘରକୁ ନେଇ ଆସିଲା। ମୋ ଆହାର ପାଇଁ କ'ଣ ଆଣିଛ? ସିଂହ ପଚାରିଲା। ଆଜି କିଛି ପାଇଲି ନାହିଁ। ଏଇ ଶିଆଳ ବଚ୍ଚାଟାକୁ ଧରି ଆଣିଛି। ଶିଆଳ ଆମରି ଭଳି ମାଂସାଶୀ। ତା ଛଡ଼ା ଏ ଗୋଟିକ ନିହାତି ସାନ। ତେଣୁ ମୁଁ ଏହାକୁ ମାରିପାରିଲି ନାହିଁ। ତେବେ ତୁମର ଆହାର ନିହାତି ଦରକାର। ତୁମେ ଏହାକୁ ଖାଇପାର, ସିଂହ କହିଲା। ସିଂହବର, ତୁମେ ଏ କଥା କହୁଛ କିପରି? ଯାହାକୁ ମାରିବାକୁ ତୁମର ହାତ ଗଲା ନାହିଁ, ମୁଁ ତାକୁ ମାରିବି କେମିତି? ମୃତ୍ୟୁ ମୁଖରେ ପଡ଼ିଥିବା ଅବସ୍ଥାରେ ମଧ୍ୟ କୌଣସି ନିଷିଦ୍ଧ କାର୍ଯ୍ୟ କରିବା ଅନୁଚିତ। ଖାଇବା ତ ଦୂରର କଥା, ମୁଁ ଏହାକୁ ମୋର ତୃତୀୟ ସନ୍ତାନ ଭାବରେ ପାଳନ କରିବି। ଏହା କହି ସିଂହ ଶିଆଳ ବଚ୍ଚାକୁ ଦୁଗ୍ଧ ଦେଲା। ସିଂହଠାରୁ ଦୁଗ୍ଧ ପାନ କରି ଶିଆଳ ଛୁଆ ଖୁବ୍ ବଳବାନ ହୋଇ ବଢ଼ିବାକୁ ଲାଗିଲା। ସିଂହ ଶାବକ ଦୁଇଟି ଶିଆଳ ଛୁଆକୁ ନିଜ ଭାଇ ଭଳି ଦେଖିବାକୁ ଲାଗିଲେ। ତିନିହେଁ ସାଙ୍ଗ ହୋଇ ଖେଳୁଥାନ୍ତି। ଶିଆଳ ଛୁଆ ସିଂହ ଶାବକ ଦୁଇଟି ଠାରୁ ଅଳ୍ପ ବଡ଼ ହୋଇଥିବାରୁ ସେମାନଙ୍କ ଉପରେ ସର୍ଦ୍ଦାରି କରୁଥାଏ। ଦିନେ ତିନିହେଁ ବଣରେ ବୁଲୁ ବୁଲୁ ଗୋଟାଏ ହାତୀ ଦେଖିଲେ। ସିଂହ ଶାବକ ଦୁଇଟି ଉତ୍ତେଜିତ ହୋଇ ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ। କିନ୍ତୁ ଶିଆଳ ଛୁଆ ସେମାନଙ୍କୁ ବାଧା ଦେଇ କହିଲା, ଦୁଷ୍ଟାମି କଲେ ଚାପୁଡ଼ାଏ ଲେଖାଏଁ ଦେବି ଯେ ପାଇବ, ଚାଲ ଘରକୁ। ଏହା କହି ଶିଆଳ ଛୁଆ ଗୁମ୍ଫା ଆଡ଼କୁ ଦୌଡ଼ ଦେଲା। ବଡ଼ ଭାଇର ଏପରି ହାବଭାବରେ ହତୋତ୍ସାହ ହୋଇ ସିଂହ ଶାବକ ଦୁଇଟି ମଧ୍ୟ ହାତୀକୁ ଛାଡ଼ି ଘରକୁ ଫେରିଗଲେ। ଘରକୁ ଯାଇ ସିଂହ ଶାବକ ଦୁହେଁ ମା ଆଗରେ ଅଭିଯୋଗ କଲେ କି ସେମାନେ ହାତୀ ମାରିବାକୁ ଆଗଭର ହେବା ବେଳକୁ ବଡ଼ ଭାଇ ସେମାନଙ୍କୁ ବାଧା ଦେଲା। ସେମାନଙ୍କ ଅଭିଯୋଗ ଶୁଣି ଶିଆଳ ଛୁଆ ଆଖି ଲାଲ କରି ସେମାନଙ୍କୁ ପ୍ରଚଣ୍ଡ ଧମକ ଦେଲା। ଆବେ, ମୋତେ ଡରୁଆ ପାଇଛ? ଦେବି ଯେ ଗୋଟାଏ ଗୋଟାଏ ପାହାର, ମଜା ପାଇବ। ସିଂହ ଶାବକ ଦୁଇଟି ଦବି ନ ଯାଇ କହିଲେ, ତୁମେ ନିଶ୍ଚୟ ଡରୁଆ, ନହେଲେ କାହିଁକି ଏଡ଼େ ବେଗରେ ପଳାଇ ଆସିଲ? ସେମାନେ କଳହ କରିବାର ଦେଖି ଏବଂ ପରିଣାମ କ'ଣ ହୋଇପାରେ ଜାଣି ସିଂହ ଶିଆଳ ଛୁଆକୁ ଚୁପି ଚୁପି କହିଲା, ବାବୁ, ତୁ ସାନ ଭାଇମାନଙ୍କୁ ଧମକ ଚମକ ଦେବା କ'ଣ ସୁନ୍ଦର? ତୁ ସିନା ତାଙ୍କୁ ସ୍ନେହ କରିବୁ। ତୁ ସିନା ତାଙ୍କୁ ସ୍ନେହ କରନ୍ତୁ। ଶିଆଳ ଛୁଆ କିନ୍ତୁ ଉଦ୍ଧତ କଣ୍ଠରେ କହିଲା, ଏଇ ଦୁଇଟା ମୋତେ ଭୀରୁ କହିବେ? ଏତେ ସାହସ, ରୂପ ଗୁଣ କେଉଁଥିରେ ଏମାନେ ମୋତେ ବଳି ପାରିବେ? ଏମାନେ ମୋତେ ଅପମାନ ଦେଉଥିବାରୁ ଏମାନଙ୍କୁ ମୁଁ ବଦ୍ଧ କରିବି। ସିଂହ ଶିଆଳ ଛୁଆର ଆସ୍ଫାଳନ ଦେଖି ହସିବ କି କାନ୍ଦିବ ଠିକ୍ କରି ନ ପାରି ଧୀର କଣ୍ଠରେ କହିଲା, ବାପା, ତୁ ବୁଦ୍ଧିମାନ ହୋଇପାରୁ, ବଳବାନ ହୋଇପାରୁ, କିନ୍ତୁ ତୋ ଦ୍ୱାରା ହସ୍ତିବଦ୍ଧ ଅସମ୍ଭବ। ଶୁଣ, ଆଜି ସବୁ କହିଦିଏ।
ତୁ ଶିଆଳ, ତୋତେ ମୁଁ ତୋ ଅଜ୍ଞାନ କାଳରୁ ପାଳିଛି। ଏବେ ତୁମେମାନେ ବଡ଼ ହୋଇଛ। ଦିନେ ଏ ଯୋଡ଼ିକ ଜାଣିବେ ଯେ ତୁ ଶିଆଳ। ସେବେ ହୁଏତ ସେମାନେ ତୋତେ ମାରିଦେବେ। ତୁ ବି ଯେମିତି ଉଦ୍ଧତ ହୋଇଛୁ, ସେମାନଙ୍କୁ ଅକାରଣରେ ରଗେଇ ଦେବୁ। ତେଣୁ ଯା, ନିଜ କୁଳଜୀବଙ୍କ ଗହଣରେ ରହିବୁ। ଏ କଥା ଶୁଣି ଶିଆଳ ଛୁଆ ଆଉ ବିଳମ୍ବ ନ କରି ସେଠାରୁ ପଳାଇ ଗଲା। ଆଜି ପାଇଁ ଏତିକି।